ସଂସ୍କୃତ ଆମର ମାତୃଭାଷା ଥିଲା। ଆମେ ପାଠ ପଢିଛୁ, ଆମର ମାତୃଭାଷା ହେଲା ଓଡ଼ିଆ। ପୁରା ଇଣ୍ଡିଆର ମାତୃଭାଷା, ଆମ ଓଡ଼ିଶାର ମାତୃଭାଷା ହେଲା ଓଡ଼ିଆ। ଆମର ପୁରା ଇଣ୍ଡିଆର ମାତୃଭାଷା ଥିଲା ସଂସ୍କୃତ। ତ ସାଙ୍ଗମାନେ କମେଣ୍ଟ କରିକି ଲେଖନ୍ତୁ, ଯେଉଁମାନେ ବି ଓଡ଼ିଶାରୁ ଦେଖୁଛନ୍ତି ଆମ ଓଡ଼ିଶାର ମାତୃଭାଷା କ'ଣ। ସେ ମୋ ସାଙ୍ଗରେ ଆଣୁଛନ୍ତି ନାଇଁ ନାଇଁ, ହଁ କୁହନ୍ତୁ ତ। ପୁରା ଇଣ୍ଡିଆର ମାତୃଭାଷା ହେଲା ତାଙ୍କର ସଂସ୍କୃତ। ତୁରନ୍ତ ଚାଲିବା କଥା ନା ଉପରେ ଆଜି କ'ଣ ପଖାଳ, କ'ଣ କ'ଣ ସବଜି ହେଇଛି ରେ? ଭେଣ୍ଡି, এটা হচ্ছে ঝুড়ঙ্গ, পটল, আলু, ভুঞ্জিয়া, এটা কোবি আলু সবজি। এটা কহ নেই, এটা তো সবাই জানে। এটা তো চনা, এটা ভেন্ডি আলু ভুঞ্জিয়া। এটা পখাଳ ଭାତ। ଓହୋ, ଆଉ ଏଟା ପଖାଳ। ଆଜି ହାପୁଡ଼ି ଦଉଛୁ ପଖାଳ। ହାମ୍ପୁଡ଼ି ଦଉଛୁ। ହ୍ୟାଲୋ ନମସ୍କାର ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ଆମେ ତ ପୁରା ଭଲ ଅଛୁ, ଆଶା କରୁଛୁ ସମସ୍ତେ ଭଲରେ ଥିବେ। ଆଉ ଆପଣ ସମସ୍ତଙ୍କୁ ଦିଲ୍ ସେ ସାଇ ସୁମନ ଶ୍ରୀ ବ୍ଲଗ୍କୁ ସ୍ୱାଗତ। ଆପଣମାନେ ଆମକୁ ସପୋର୍ଟ କରନ୍ତୁ। କେତେ ସପୋର୍ଟ ମାଗୁଛୁ, କଥା ହଉନ। ଆଉ ଏବେ ଆମର ଲଞ୍ଚ ଟାଇମ୍, ଏବେ ସେ ଡ୍ୟୁଟିରୁ ଆସିଲେ ତ ଆମେ ଏବେ ଖାଉଛୁ ପଖାଳ। ଆଜି ପ୍ରବଳ ଖରା, ପ୍ରବଳ ଗରମ ଖାଇବାକୁ ଟିକେ ବି ଇଚ୍ଛା ନାହିଁ, ତେଣୁ ଆମେ ପଖାଳ ଖାଉଛୁ। ଆଜି ମୋ ହଜବେଣ୍ଡ ବି ସେ କେବେ ପଖାଳ ଖାଆନ୍ତିନି, ଆଜି ସେ ବି ପଖାଳ ଖାଉଛନ୍ତି। କେବେ ଖାଇଲେ ମୁଁ ଡେଲି ନାଇଁ ଖାଇ, ଏମିତି କହ କେବେ ଖାଉନାହିଁ କହୁଛି। କେବେ କବାର ସ୍ୱପ୍ନରେ। ବେଲ ପଡ଼ି ଲାଗିବ ଦରୱାଜାଟା ଖିଡ଼ିକିଟା। ପିଆଜ ଆଣିଲନି? ରଖିଥିଲି ଖାଇବ ବୋଲି ଆଉ ପଳାଇ ଧରିଲି। ଲଙ୍କା ଟିକେ ପିଆଜ ଟିକେ ରଖବାକେ ନା। ଦହିଟା ଖରାପ ହେଇଗଲା କି? ପୁରା ଆଇସ୍ ହେଇଥିଲା। ଖାଉନି, ସେଟା ରଖା ହେଇଛି ଫ୍ରିଜରେ। ତ ଫିଙ୍ଗିଦେବି ମୁଁ, କାଲି ତ କରିକି ଫିଙ୍ଗିଦେବି। ଆଉ ଏଇନା ଆଇସ୍ ବାଲାଟା ପୁରା ଆଇସ୍ ଭରିଗଲାଣି। ଏଇଟା ରେ କରିକି ପଡ଼ିବନି, ଏଟା ଥଣ୍ଡା ହବନି। इसे कहते हैं पानी भात, माड़ भात। हम लोग के तरफ से कहते हैं माड़ भात। हम लोग खा रहे हैं, आप लोग देखिए। मिलता है खाने के बाद। बोलिए। मिलते हैं खाने के बाद। आगे का ब्लॉग एंजॉय कीजिए। आप लोग वीडियो कंटिन्यू करूँ तो एंजॉय करो। आप लोग वीडियो को कंटिन्यू करूँ तो हाँ ठीक। हिंदी को हाँ ठीक है, तुम तो हिंदी कथा हो तो परा। हाँ मुझे ओडिया कथा भी, तुम्हें हिंदी कथा हो कहूल। हाँ तो कह। आप लोग सब वीडियो कंटिन्यू कीजिए और वीडियो को एंजॉय कीजिए। हम लोग खाना खा रहे हैं। फिर
ହିନ୍ଦୀ ଓଡ଼ିଆ ମିକ୍ସ ହେଇଯାଉଛି ହେଇଯାଉ ମାନେ କହିଲା ବେଳେ ଓଡ଼ିଆ ହିନ୍ଦୀରେ ମିଶି ଯାଉଛି। କ'ଣ କ'ଣ ଓଡ଼ିଆ କହିବ ତମେ ତ ସବୁ ଯେତେ ଓଡ଼ିଆ କହି ତମେ କାଟିଦେବି ସବୁ। ମାନେ ଓଡ଼ିଆ ଦେଖିବନି ନାହିଁ ଯେତେ ହେଲେ ଆମେ ଓଡ଼ିଶାର ଓଡ଼ିଶା ହେବା କଥା ବାତ ନେଇ ଓଡ଼ିଆ ଆମ ଗର୍ବ। ତୁମ ଗର୍ବ ବୋପାଲ ଗର୍ବ ଓଡ଼ିଆ ହେଲା ଆମ ମାତୃଭାଷା ବୁଝିଲ। ଆମ ମାତୃଭାଷା ହିନ୍ଦୀ ହେଲା ଆମର ମାତୃଭାଷା ଓଡ଼ିଆ ଆମର ରାଷ୍ଟ୍ରଭାଷା ହେଲା ହିନ୍ଦୀ। ଆମ ମାତୃଭାଷା ସଂସ୍କୃତ ସଂସ୍କୃତ ଆମ ମାତୃଭାଷା ଥିଲା। ଜାଣୁନାହିଁ ଆମେ ପାଠ ପଢିଛୁ ଆମର ମାତୃଭାଷା ହେଲା ଓଡ଼ିଆ। ପୁରା ଇଣ୍ଡିଆର ମାତୃଭାଷା ଆମ ଓଡ଼ିଶାର ମାତୃଭାଷା ହେଲା ଓଡ଼ିଆ। ଆମର ପୁରା ଇଣ୍ଡିଆର ମାତୃଭାଷା ଥିଲା ସଂସ୍କୃତ। ତ ସାଙ୍ଗମାନେ କମେଣ୍ଟ କରିକି ଲେଖନ୍ତୁ ଯେଉଁମାନେ ବି ଓଡ଼ିଶାରୁ ଦେଖୁଛନ୍ତି ଆମ ଓଡ଼ିଶାର ମାତୃଭାଷା କ'ଣ। ସେ ମୋ ସାଙ୍ଗରେ ଆଣୁଛନ୍ତି ନାଇଁ ନାଇଁ ହଁ କହନ୍ତୁ ତ ପୁରା ଇଣ୍ଡିଆର ମାତୃଭାଷା ହେଲା ତାଙ୍କର ସଂସ୍କୃତ।